ଆମର ଭଗବାନଙ୍କର ଅଙ୍ଗ ସ୍ୱରୂପ ଷଷ୍ଠ ସ୍କନ୍ଧ ହେଉଛନ୍ତି ଭଗବାନଙ୍କ ହୃଦୟ। ଆକାଶରେ ଉଦୟ ନିଶାକର ଗୋବିନ୍ଦ ଉଦୟରୁ ବାହାର। କେଡ଼େ ବଡ଼ ସଂଯୋଗ ଦେଖ। ଆଜି ଦିନ ଆମେ ପହଞ୍ଚିଛୁ ଆପଣଙ୍କର ଦର୍ଶନ ଭାଗବତର ଷଷ୍ଠ ସ୍କନ୍ଧ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ତେଣୁ ଜଗନ୍ନାଥ ମହାପ୍ରଭୁଙ୍କର ଆଶୀର୍ବାଦ ଆଉ ଭାଗବତ ହିଁ ସତ୍ୟ। ଯେତେ ଗ୍ରନ୍ଥ ଅଛି ଆପଣମାନେ ପଢ଼ିଥିବେ ପ୍ରଥମ ସ୍କନ୍ଧର ପ୍ରଥମ ଅଧ୍ୟାୟ ଲେଖା ହେଇଛି କ'ଣ? ଅଧିକ ଅନ୍ତେ ଗୋବିନ୍ଦ ବିଶ୍ୱ ପୂଜନ ଜଗତେ ଗୋବିନ୍ଦ 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 ପଦୁ ଗଳୁଚି ମକରନ୍ଦ ଗୋବିନ୍ଦ। ସବୁ ଗ୍ରନ୍ଥର ସାରତକ ରଖିଦେଇଛନ୍ତି ଭାଗବତରେ। ତେଣୁ ଅନ୍ୟ ଗ୍ରନ୍ଥ ପଢ଼ିବା କୌଣସି ପ୍ରୟୋଗ ପଢ଼ନ୍ତୁ, କିନ୍ତୁ ବିଶେଷ ଭାବରେ ଭାଗବତକୁ ଶ୍ରବଣ କଲେ ଭାଗବତକୁ ଆମେ ଅନୁଭବ କରିବା, ଭାଗବତକୁ ବୁଝିବା। ଭୟରେ ଭାଗବତ ଚର୍ଚ୍ଚା ହେବ, ତାହେଲେ ଏ ଘରେ କୌଣସି ଆସିବ ନାହିଁ। ସ୍ୱତନ୍ତ୍ର ଭାବରେ ଆମର ବ୍ରହ୍ମଦେବର ଦେବ ମାନେ ଭୂତବାଳ ଆସି କହିବେ ଇଏ ବିଷ୍ଣୁ କଥା, ବିଷ୍ଣୁ ଅବତାର, ବିଷ୍ଣୁ ସ୍ୱୟଂ ଅବତାର ବସିଛନ୍ତି ଭାଗବତରେ। ସେଠି ଜଗନ୍ନାଥ ତୁଳସୀ ପରେ ଆସିଲା ସକଳ ପାପ କ୍ଷୟ ହୋଇ ବୈକୁଣ୍ଠେ ସ୍ଥାନ ପାଏ ସେ ଗୋବିନ୍ଦ 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 ପଦୁ ଗଳୁଚି ମକରନ୍ଦ। ଭାଗବତ ଶ୍ରବଣ କରୁଛନ୍ତି, ଧୀରେ 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 ପାପ କ୍ଷୟ ହୋଇ ମହାରାଜ ପରିଶ୍ରମର ତେଜ ଧୀରେ ଧୀରେ ପ୍ରକାଶ ପାଇଲା। ଯେତେବେଳେ ମଳିନ ମନକୁ ଯେପରି ଭାବେ ହୋଇବ ଭାଗବତ, ତାହାଙ୍କୁ ତପନ ଉଦ୍ଦିଷ୍ଟ ତପନତ ସୂର୍ଯ୍ୟ କିରଣ ପରିକା ଭାଗବତର ଶ୍ରବଣରେ ଆଜି ପରୀକ୍ଷିତ ମହାରାଜଙ୍କର ଯେଉଁ ମଳିନ ମନ ଥିଲା ଧୀରେ ଧୀରେ ତାଙ୍କର ତେଜ ବାହାରିଲା, ଜ୍ୟୋତି ବାହାରିଲା, ଆଲୋକ ଧୀରେ ଧୀରେ ପ୍ରସ୍ଫୁଟିତ ହେଲା। ମନଟା ଯେତେବେଳେ ପବିତ୍ର ହେଇଯିବ, ମନ ଯେତେବେଳେ ହସୁଆଳ ହେଇଯିବ, ତା ସତ୍ୟ ମୁଣ୍ଡ ହସୁଆଳ ହେଇଯିବ, ମନ ଯେତେବେଳେ ଦୁର୍ବଳ ହେଇଯିବ, ମୁଣ୍ଡ ଦୁର୍ବଳ ହେଇଯିବ। ତେଣୁ ଯେତେବେଳେ ଜାଣିପାରିଲେ ପଚାରିଲେ ତେଣୁ ସେ ଗୁରୁଦେବ ମୁଁ ଗୋଟେ ଏମିତି କାମ କରିଦେଇଛି ଯାହାକି ମୋତେ ବ୍ରହ୍ମଚାପ ହେଇଛି, ଆପଣ ଟିକେ ମୋତେ ଟିକେ ପୁଣ୍ୟ ଦିଅନ୍ତେନି। ଭଗବାନ ଇଏ ଗୁରୁଦେବ କହିଲେ ସୁତଦେବ ଗୋସ୍ୱାମୀ କ'ଣ କହିଲେ? କହିଲେ ପରୀକ୍ଷିତ ଆମେ ହେଉଛୁ ଗୁରୁ, ଦେଲାବାଲା। ନେଲାବାଲା ନୁହେଁ, ନେଲାବାଲା ହେଉଛି କିଏ? ଶିଷ୍ୟ। ଆମେ ଗୁରୁ ଦୀକ୍ଷା ନେଉଛେ, ଆମେ ଦେଲାବାଲା। ଆମେ ଦେଲାବାଲା ନୁହେଁ। ମୁଁ ଆସିଛି ତମକୁ ଦେବାକୁ ନା ପ୍ରଭୁ ପୁରା ଗୋଟେ ଅଭିଶାପ ପାଇକି ଆହୁରି ଦେବ ନା ହଁ ଆହୁରି